ଜୁନ୍ 11 ତାରିଖ ପବିତ୍ର ସ୍ନାନ ପୂର୍ଣ୍ଣିମା। ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ମଣ୍ଡପରେ 108 ଗରା ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିବେ। ଏହି ସମୟରେ ଭକ୍ତ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ ନାହିଁ। ଜୁନ୍ 12 ତାରିଖରୁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ପୀଠରେ ଚତୁର୍ଦ୍ଧା ମୂର୍ତ୍ତି ନାରାୟଣ ରୂପରେ ଭକ୍ତ ଦର୍ଶନ କରିବେ। କଥିତ ଅଛି, ଅଣସର ସମୟରେ ଗୋଟିଏ ଦିନ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। 14 ଦିନ ଅଣସର ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଗହଳି ହେବ। ଏଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀ ଅଲାରନାଥଙ୍କ ପୀଠ। ଏବେ ମନ୍ଦିରକୁ ଧଳା ଚୂନରେ ରଙ୍ଗ କରାଯାଉଛି। ମହାଲକ୍ଷ୍ମୀ ମନ୍ଦିର, ଚୈତନ୍ୟଙ୍କ ମନ୍ଦିର ଓ କାଶୀ ବିଶ୍ୱନାଥଙ୍କ ମନ୍ଦିର ରଙ୍ଗ କରାଯାଇଛି। ଦର୍ଶନ ପାଇଁ ବ୍ୟାରିକେଡ୍ ନିର୍ମାଣ କରାଯିବ। ପ୍ରବଳ ଖରା ତାତି ଯୋଗୁଁ ଛାମୁଣ୍ଡିଆ କରାଯିବା ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ସହଯୋଗ କରିବା ପାଇଁ ସ୍ୱେଚ୍ଛାସେବୀମାନେ ନିୟୋଜିତ ହେବେ। ମଝିରେ ମଝିରେ ବସିବା ପାଇଁ ସ୍ୱତନ୍ତ୍ର ବେଞ୍ଚ ବ୍ୟବସ୍ଥା କରାଯିବ। ମନ୍ଦିର ଭିତର ଓ ବାହାର ବିଦ୍ୟୁତ୍ ଆଲୋକରେ ଝଲସିବ। ନୀତିକାନ୍ତି ସଠିକ୍ କରିବା ପାଇଁ ପ୍ରସ୍ତୁତି ବୈଠକରେ ଚୂଡ଼ାନ୍ତ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବ। ଏଥର 50ଟି ସିସିଟିଭି କ୍ୟାମେରା ମନ୍ଦିର ବିଭିନ୍ନ ସ୍ଥାନରେ ଲଗାଯିବ। ସେବାୟତ 30 ଘର ପାଇଁ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା କରାଯାଇଛି। ଗାଡ଼ି ପାର୍କିଂ ପାଇଁ ଚନ୍ଦନ ପୋଖରୀ ନିକଟରେ ବ୍ୟବସ୍ଥା କରାଯାଇଛି। ସେଠାରେ ଅଧିକ ଗାଡ଼ି ହେଲେ ଅନ୍ୟ ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ମନ୍ଦିରରୁ ବାମ୍ଫ ନିଷ୍କାସନ ଓ ଥଣ୍ଡା ପାଇଁ ସ୍ୱତନ୍ତ୍ର କୁଲର ବ୍ୟବସ୍ଥା କରାଯିବ। ଆନନ୍ଦ ବଜାରରେ ଶୃଙ୍ଖଳିତ ଭାବେ କ୍ଷୀରି ପ୍ରସାଦ ନେଇପାରିବେ। ବିଧାୟିକା ଉପାସନା ମହାପାତ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ବିନୀତ ଅଗ୍ରୱାଲ, ଉପଜିଲ୍ଲାପାଳ ରାଜକିଶୋର ଜେନା, ବ୍ରହ୍ମଗିରି ତହସିଲଦାର, ଥାନା ଆଇଆଇସି, ସେବାୟତ ନିଯୋଗ, ଅଲାର ଗ୍ରାମବାସୀ ଓ ଗୋପ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତିଦିନ ସାଂସ୍କୃତିକ ମଞ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରସ୍ତୁତି ସମ୍ପର୍କରେ ନିଯୋଗ କମିଟିର ସଭାପତି ବିଜୟ କୁମାର ସୁଆର ଓ ଅଲାରନାଥ ଉନ୍ନୟନ କମିଟିର ସମ୍ପାଦକ ତଥା ସେବାୟତ ନୀଳମଣି ସୁଆର ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ଉପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜୟ ଅଲାରନାଥ। ଅଲାରନାଥ ମନ୍ଦିରର ନିଜ କମିଟି ପ୍ରେସିଡେଣ୍ଟ। ତ ମହାପ୍ରଭୁଙ୍କର କାଲି ଆମର ଅଲାରନାଥଙ୍କର ସ୍ପେଶାଲ ମିଟିଂ ବସିଥିଲା, ଯେଉଁ ପ୍ରସ୍ତୁତ ମିଟିଂ ବସିଥିଲା କାଲି ମହାପ୍ରଭୁଙ୍କର 12 ତାରିଖରେ ଯେଉଁ ଏଠି ଅଲାରନାଥଙ୍କର ଦର୍ଶନ ହେବ, ଜଗନ୍ନାଥଙ୍କ ରୂପରେ ଯେଉଁ ଦର୍ଶନ ଦେବେ, ତ ଆମର କେମିତି ପାଣି ବ୍ୟବସ୍ଥା, କେମିତି ଲାଇନ୍ ବ୍ୟବସ୍ଥା ଏବଂ କେମିତି ଭକ୍ତମାନେ ଲାଇନ୍ରେ ଆସିବେ, କେମିତି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେ ଏବଂ ନୀତିକାନ୍ତି ଉପରେ ବିଶେଷ ସୂଚନା ଦିଆଯାଇଥିଲା। ଯେ ଯେଉଁ ବିଳମ୍ବ ହେଉଛି, ଗତ ବର୍ଷ ଯେଉଁ ବିଳମ୍ବ ଥିଲା, ଏଥରିକ ଆମ ସେବାୟତ ନିଯୋଗ ବସିକିରି ଆମେ ସିଦ୍ଧାନ୍ତ କରିଛୁ ଏବଂ ପ୍ରସ୍ତୁତି ବୈଠକରେ ଆମେ ନିଷ୍ପତ୍ତି ନେଇଛୁ ଯେ ଏ ବର୍ଷ ନୀତିକାନ୍ତି ବହୁତ ଭଲରେ ହେବ ଏବଂ ଶ୍ରଦ୍ଧାଳୁମାନେ ଭଲରେ ଦର୍ଶନ କରି ଏଥରିକ ଯିବେ। ଆମର ମହାପ୍ରଭୁଙ୍କର ଠିକ୍ ଭୋର 4ଟାରେ ମହାପ୍ରଭୁ ମନ୍ଦିର ଖୋଲାଯିବ ଏବଂ ତାରପ ଲାଗି ଚନ୍ଦନ ଲାଗି ଗୋପାଳ ବଲ୍ଲଭ ଠିକ୍ 7:30 8ଟାରେ ମହାପ୍ରଭୁଙ୍କର ସାହାଣ ମେଲା ଦର୍ଶନ ଆରମ୍ଭ ହେବ। ଦିନ 12ଟାରେ ମହାପ୍ରଭୁଙ୍କର ଭୋଗ ପାଇଁ ପ୍ରସ୍ତୁତ କରାଯିବ ଏବଂ 12ଟାରୁ 1:30 ପର୍ଯ୍ୟନ୍ତ ମହାପ୍ରଭୁଙ୍କର ନୀତିକାନ୍ତି ଭୋଗ ଚାଲିବ। ତାପରେ ମହାପ୍ରଭୁଙ୍କ ପ୍ରସାଦ ବାହାରିବ, ଭକ୍ତମାନେ ପାଇବେ। ତାପରେ ମହାପ୍ରଭୁ 2ଟାରେ ମନ୍ଦିର ଟିକେ ପହଡ଼ ରହିବ। 2ଟାରୁ 2:30 ଏବଂ 2:30ରୁ 4:30 ପର୍ଯ୍ୟନ୍ତ ମହାପ୍ରଭୁ ସାହାଣ ମେଲା ହେବ। ରାତି 9ଟା ଯାଏଁ ଠାକୁରଙ୍କ ଦର୍ଶନ ହେବ। 9ଟା ପରେ ସନ୍ଦୂପ ଏବଂ ବଡ଼ ସିଙ୍ଗାର ଆଉ ପହଡ଼ ଆଳତି ହେଇକି ମହାପ୍ରଭୁ ରାତି 12ଟା 11ଟା 12ଟା ଯାଏଁ ଆମେ ରଖିଛୁ ଠାକୁରଙ୍କର ଦର୍ଶନ। ଏ ବର୍ଷ ମହାପ୍ରଭୁଙ୍କର ବହୁତ ଭଲରେ ଦର୍ଶନ ହେବ ଏବଂ ଭକ୍ତମାନଙ୍କୁ
ए वर्ष जो भी भक्त मैंने आसवे प्रभु को दर्शन करने पूरा आनंदर से दर्शन कर जी जो गरम होची बहुत भल व्यवस्था करा लाइन रे जो भक्त मैंने छिड़ा हे केमती ठंडा व्यवस्था करा पंखा भी लगे लाइन रे जो मैंने क्यू रे आसवे फैन व्यवस्था करा बसिया किसी सीट भी करा आ जो वृद्ध लोक मैंने आसवे व्हील चेयर करा आमर जो मजिस्ट्रेट आसती तहसीलदार शशिभूषण से एथरिक बहुत उपयुक्त कार्य भी कर आईसी अच्छा हम कलेक्टर सब कलेक्टर ए वर्ष पूरा नीतिकांति पर एवं भक्त मैंने केमती शांति शृंखला दर्शन करेंगे ये पर बहुत गुरुतर ए वर्ष मीटिंगटा है। हाँ एवं महाप्रभुर जेहेतु 11 तारिख स्नान यात्रा 12 तारिख अलारनाथ दर्शन एवं महाप्रभुर रंग कार्य चलती 3 दिन भितर रंग कार्य सरी एवं धीरे धीरे सब जो कम जहाँ दायित्व दि जाए से सब सुपरभावित कम चली आमर टार्गेट रखा जाए 10 तारिख सुधा सबू जमी कम शेष हो मो ना नीलमणि स्वार मु अलारनाथ महाप्रभुंकर जड़े सेवायत एवं अलारनाथ उन्नयन परिषदर संपादक आसंता 12 तारिख ठारू जून 12 तारिख ठारू अनवसर उत्सव अलारनाथ पीठ रे आरंभ होची तेणु यही अनवसर महोत्सव को आखि आगे रखी विभिन्न प्रकार जो बैठक करा जाइथिला समस्ते सब प्रकार सहयोग करी काम करिबा पइगा समस्ते ठाकुर काम करिबा पइगा से दिन आउ शपथ नहीं एवं निश्चित भाव में आशा करुचु जे अणसर जो महोत्सव ये निश्चित भाव में भल भल भाव में आग को बढ़िबो एवं श्रृंखलार सहित लोक माने दर्शन करिवे दर्शन व्यवस्था मध्य से भलिया होईची जो धाड़ी बैरिकेड भितर धाड़ी रे आसी माने दर्शन करिवार सुजोग दिया जायछि एवं समस्ते जे भली भाव में दर्शन करि परिवे से बंदोबस्त मध्य करा जायछि तापरे सांस्कृतिक कार्यक्रम तापरे आ खीरी भोग प्रचुर परिमाण रे खीरी भोग पाइबा पाई समस्त यात्री पइगा सुविधा करा जायछि जिमिति प्रकार जे सब स्वार मान को कह जायछि तागिद करा जायछि भल भाव में उच्च मानर खीरी मध्य से माने तैयार करी प्रस्तुत करके से माने विक्रय करिवे। पुरीरू सुधांशु करंको रिपोर्ट पुरी न्यूज।